ପକେଇବୁ ଚାମଚେ ତେଲ ପକେଇବୁ ଆମର ଘଣ୍ଟେ ପକେଇ ଝୋଳ କରିଦେ। ଓମ୍ ଗୋବିନ୍ଦ ଗୋବିନ୍ଦ ପଦୁ ବଢୁଛି ମକର। ଏ ମିଥୁନ ରେ ଟିକେ ମକା କିଆରେ କାଲି ମାଙ୍କଡ ପଚାଇଥିଲେ ସେ ଟିକେ ନଜର ଦେ। ଓମ୍ ଗୋବିନ୍ଦ କ୍ଷୀର ପିଇଦବ ରେ ତାକୁ ବାନ୍ଧି ଦେ ତାକୁ ବଦଳେଇ ଦେଇକି ତା ମୂଳରେ ଟୁଟାକରେ ପକେଇ ଦେ। ଓମ୍ ଗୋବିନ୍ଦ ଗୋବିନ୍ଦ ସାର ପଡିଥିଲା ଉପର ମୁଣ୍ଡ ବାଲା ହାଣି ଦେବେ ପାଣି ପୁରେଇ ଦେବେ କଣ କରିବେ ଦେଖ। ଓମ୍ ଗୋବିନ୍ଦ ଗୋବିନ୍ଦ ପଦ ରେ ମିଥୁନ ମିଥୁନ ରେ ଆଜି ବାର ଅଛି ରେ ଦି ପିସ୍ ମାଛ ନେଇଆ ଝିଅ ପାଇଁ। ଓମ୍ ଗୋବିନ୍ଦ ଗୋବିନ୍ଦ ପଦୁ ବଢୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଳେ ତଲିଲେ ବ୍ରଜନାରୀ ସେ ବ୍ରଜନାରୀଙ୍କ ପରେ ଚିତ ମୋ ଥାଉ ନିରନ୍ତରେ ନିରନ୍ତରେ ଚିତ ମୋର ଥାଉ ହା କୃଷ୍ଣ ବୋଲି ଜୀବ। ଏତେ ଶୀଘ୍ର ମୋ ଜୀବନେ ଦରକାର କଲେ 1,00,000 2 ଲକ୍ଷ ଖଣ୍ଡେ ଟଙ୍କା ମୁଁ ଚିତ୍ରଗୁପ୍ତକୁ ଲାଞ୍ଚ ଦେଇଥିଲି। ନେଇଯାଅ ମୋ ଆୟୁଷକୁ ବଢେଇ ଦିଅ। ଆଚ୍ଛା ଚିତ୍ରଗୁପ୍ତରେ 51 ନମ୍ବର କାହା ପାଖରେ ଅଛି କି? ଅଛି ଯଦି ଦିଅ ଆଖା ପାଖରେ। ନା ମିଛ କହୁଛ କାହାରି ପାଖରେ ସେମିତି ଥିଲେ କେହି ମରନ୍ତେନି। ଖାଲି ଏଠି ମଣିଷ ଜଙ୍ଗଲ ହୁଅନ୍ତା। ଏ ମିଥୁନ ଯେତିକି କାଲା ଛୋଟା କଡା ପୂଜା ସବୁ ମୋରି ଭାଗ୍ୟରେ ଏଟା ଲକଡାଉନ କାଲା। ଲକଡାଉନ ବେ ଶତ୍ରୁର ପଳେ ଆଇଲାনো ବେଙ୍ଗଲ ଟାଇଗର ডিস্কো ডান্সার মিথুন চক্রবর্তী। চারুলতা হসিলে ছড়াই গজমুকুতা রূপসী রাধিকা আলসী কন্যা হসিদেলে সে উজ্জ্বলে কন্যা রাজকুমারী সে রূপসী রানী তেরেছে নজরটা সরুচা ছড়া তো 14 পুরুষের কেই কবি কুড়িয়ে জন্ম হয়েছিল। অত সাহিত্যକୁ ପୁରା ଫେଣ୍ଟିକି ବାଟିକି ପୁରା ଘୋଳେଇକି ପିଇ ଯାଇଛୁ ଆଉ। ଖାଇଛି ଏ ତମେ କୋଉ ଖାଇବାକୁ ଦଉଛ ଯେ ମୁଁ ଖାଇବି? ଏ ତ କୁକୁଡ଼ା ଗୁଂସ 4 ଥର ଖାଉଛ। ଏ ବାସି ମୁଠି ଖାଇବେ ମୋ ଡାଲା ବାଜିଲାଣି ମୋ ଅବସ୍ଥା କଣ ଜାଣିଛ? ଏ ଶଳା କାଲା ମୋ ପ୍ରାଣ ନବ। ବାଣ ବାଜିବ ବାଜା ଫୁଟିବ ବାଣ ରୋଷଣୀ ଝଲମଲ ତୁ ସାଜିବୁ କନିଆ ମୋର ତୁ ସାଜିବି ତ ଛଡ଼ା କାଲା ଏଠୁ ପଳା। କଳା ଇଏ କଳା କଥା କାହିଁ କହୁଛ ବାବୁ? କଳା ବା ମୋ ଦେହରେ ଖୁନ୍ଦି ହେଇଛି। ତମ ଦେହରେ କଣ କଳା ଅଛି? ମୁଣ୍ଡା ହେଇଯିବଣି। ବିଶ୍ୱାସ କରିବୁନି ଆମ ଗାଁ ଗ୍ରାମରେ ମତେ ଥରେ ଦ୍ରୌପଦୀ ପାଠ ଦେଇଦେଲେ। ମୋର ଏମିତି କଳା ବାହାରିଲା ପୁରା ନାଚି କୁଦି ପେଣ୍ଡାଲ ଭାଙ୍ଗିଦେଲି। ଏ ବାବୁ ତମେ ଗୋଟେ କାମ କରୁନା ମହାଭାରତର ଦୁଃଶାସନ ତମ ଅଙ୍ଗକୁ ଟଚ୍ କରିଦିଅ ଦେଖିବ ମୋର କେମିତି କଳା ବାହାରିବ। ଆସ ଟଚ୍ କର ଆସ ଟଚ୍ କର ମାଇଚାର ଓଡ଼ିଆ ଟଚ୍ କର ମୋ ଅଙ୍ଗକୁ ସ୍ପର୍ଶ କରିଦେଲ ଦେବର ଦୁଃଶାସନ।
ତମ ସ୍ୱାମୀ ମାନେ ଯାଇଥିଲେ ହସିନାକୁ ସହମତି ହେଲେ କଥା ଖେଳ ଖେଳିବାକୁ କଥା ଖେଳ ହେଲା କଥା ଖେଳ ହେଲା ରାଜଧନ ହରେଇଲେ ସଫଳ ଛୁଆ ବେଳେ ମୋ ଠାଇ ଟିକେ କଳା ଥିଲା ରେ ଆମ ଗାଁରେ ସେତେବେଳେ ଗୀତି ନାଟ୍ୟ ହଉଥିଲା ମୁଁ ସପ୍ତମ ଅଷ୍ଟମରେ ବୋଧେ ପଢୁଥିଲି ମାନେ ଗୀତି ନାଟ୍ୟରେ ମୋତେ ଦୁଃଶାସନ ରୋଲ୍ ଦେଇଥିଲେ ଦ୍ରୌପଦୀ ରୋଲ୍ ପାଇଁ ଜଣେ ଲେଡି ଆର୍ଟିଷ୍ଟ ଆସିଥିଲା ତାକୁ ଦେଖିଲି ମୁହଁରେ ଟିକେ ଛୁଆବେଳେ କଥା କହୁଛି ତାକୁ ଟାଣିକି ମୁଁ ପୁରୁଷ ସଭାକୁ ନେବା କଥା ତାକୁ ଟାଣିକି ମୋ ଘରକୁ ନେଇଗଲି ତାପରେ କହନା ମୋ ଅବସ୍ଥା ଚତୁର୍ମାସିଆ ହେଇଗଲା ଆରେ ଗୀତି ନାଟ୍ୟ ଦେଖୁଥିବା ଯେତିକି ଦର୍ଶକ ଗୀତି ନାଟ୍ୟ ବାଲା ସବୁ ଯାଇକି ମୋ ଘରେ ପହଞ୍ଚିଲେ ବାପା ଥିଲେ ମୋ ଘରୁ ମୋ ଚୁଟିକି ଧରିକି ଆଣିକି ତାଙ୍କରି ଆଗରେ ଯୋଉ କୋରା କରିଲେ 5,000 ଟଙ୍କା ଜୋରିମାନା ଦେଲେ ମୁଁ 5 ଦିନ ଖଣ୍ଡେ ବିଛଣାରୁ ଉଠି ପାରିବିନି ସେଇଦିନ ଠାରୁ ମୁଁ ଆଉ କଳା ପାଖ ଯାଇନି ଖଇନି ତମେ ଖଇନି ଖାଉଛ କୋଉ ବ୍ରାଣ୍ଡର ଖାଉଛ ବା ସଫଳ ଖାଉଛ ନା ବିମଳ ଖାଉଛ ନା 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 ମୋ ପାଖରେ ରାମଛାପ ଅଛି ଯିବ ତଳେ ଜାକି ଦେ ଝାଡା ପୁରା ସଫା ହେଇଯିବ ଏ ଶଳା ଏଇଥିରେ ପିଟିକି ତ ମୁଣ୍ଡ ଫଟେଇ ଦେଇଛି ପ୍ରତିଦିନ ସକାଳୁ ମୋ ବାପା ମଇଁଷି କ୍ଷୀର ବେଲେ ପିଇବାକୁ ଦିଅନ୍ତି ତମେ ମଣିଷ କ୍ଷୀର ବେଲେ ପିଲେ କଣ ମୁଁ ସକାଳୁ ବାଘ କ୍ଷୀର ସେରେ ପିଉଛି ଖାଲି ମୋ ଗୋଡ ଖସିଗଲା ବୋଲା ଆଉ ନ ତମ ପିଛା ଫଟେଇ ଦେଇ ମିଥୁନ ଭିତରକୁ ଯା ଘା ତୁମର ଘା କୋଉଠି ହେଇଛି 5 ବର୍ଷ ତଳେ ଜାଗାରେ ଗୋଟେ ଘା ହେଇଥିଲା ବାବୁ ଟଙ୍କା ଦେଲେ ମୁଁ ତାକୁ ଚାନ୍ସି ଦେବି ଭିତରକୁ ଯା କହୁଛି ଭିତରକୁ ଯା କହୁଛି ସେ କଥା କଣ ଏତେ ରାଗୁଛ କାହିଁକି ଦିଦି ବାବୁ କହିଛନ୍ତି ସାରୁ ଝୋଳ ସାରୁ ଝୋଳ ହବ